ଦୁଇ ଦିନ ତଳେ ଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୃତ ଶରୀରକୁ ସେରଙ୍ଗ ପର୍ଯ୍ୟନ୍ତ ବୁହା ହେଇକି ଗଲେ। ଚନ୍ଦ୍ରଧ୍ୱଜ ଚୌଧୁରୀ ୟାସିନ, ବୟସ 63। ତେବେ ଆଜି ଆମେ ଏକ ସଭ୍ୟ ସମାଜରେ ବାସ କରୁଛୁ ବୋଲି କହୁଛୁ, କିନ୍ତୁ ଗଜପତି ଜିଲ୍ଲାର ଗୁମା ବ୍ଲକରେ ଯେଉଁ ଚିତ୍ର ଆସିଛି ତା ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରୁଛି। ଜଣେ ନାତି ନିଜ ଜେଜେବାପାଙ୍କ ଶବକୁ ବାଇକରେ ବୋହି ତାଙ୍କ ଗାଁକୁ ଧରିକି ଯାଉଛନ୍ତି। ଆମର ପ୍ରଶ୍ନ, ଏହା କ'ଣ ବିକାଶର ପ୍ରକୃତ ଚିତ୍ର? ସରକାରଙ୍କର ମହାପ୍ରୟାଣ ଯୋଜନା ବାଟମାରଣ ହେଇଛି। କାରଣ ବହୁଚର୍ଚ୍ଚିତ 2016 ମସିହାର ସେ ଦାନ ମାଝୀଙ୍କର ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଯୋଜନାଟା ଓଡ଼ିଶାରେ ଚାଲୁ ହେଇଥିଲା ଆମ ଗୁମାରେ, ତାହା ଆମେ ଦେଖିବାକୁ ପାଇନାହୁଁ। ଡାକ୍ତରଖାନାରେ ଯେଉଁ ରୋଗୀ ମୃତ ହୁଏ ତାକୁ ସସମ୍ମାନର ସହ ତା ଘରେ ପହଞ୍ଚିବାର ଏକ ସାମ୍ବିଧାନିକ ମୌଳିକ ଅଧିକାର। ଏହା କେବଳ ବ୍ୟବସ୍ଥାର ବିଷୟ ନୁହେଁ, ଏଇଟା ଗୋଟେ ସାମ୍ବିଧାନିକ ମୌଳିକ ଅଧିକାର। ଆଜିର ଦିନରେ ଏହି ସାମ୍ବିଧାନିକ ଅଧିକାର ମଧ୍ୟ କ୍ଷୁଣ୍ଣ ହେଇଛି। ତେଣୁ ଆମର କହିବାର ହେଲା ଯେ ଆଜି ଗୁମାବାସୀ ତାର ମୌଳିକ ସାମ୍ବିଧାନିକ ଅଧିକାର ବଞ୍ଚିତ ହେଇଛନ୍ତି। ତେଣୁ ଏହି ଅବସ୍ଥା ପାଇଁ, ଏହି ପରିସ୍ଥିତି ପାଇଁ କିଏ ଦାୟୀ? ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୁଣି ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ, ପୁଣି ସ୍ଥାନୀୟ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛୁ ଯେ ଗୁମା ଭଳି ଦୁର୍ଗମ ଅଞ୍ଚଳ, ଯେଉଁଠାରେ ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ଗରିବ ଶ୍ରେଣୀର ଲୋକମାନେ ବସବାସ କରନ୍ତି, ଏମାନଙ୍କ ନିମନ୍ତେ କ'ଣ ବ୍ୟବସ୍ଥା କରାଯାଇଛି? ଯଦି ଏହି ଘଟଣାରେ ପ୍ରଶାସନର ନିଦ ଭାଙ୍ଗୁନାହିଁ ବା ଆର ପ୍ରତିକାର ସ୍ୱରୂପ କୌଣସି ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ତାହେଲେ ଆମେ ଆଜି ଏହି ମଞ୍ଚ ତରଫରୁ ଆହ୍ୱାନ ଦେଉଛୁ, ସରକାରଙ୍କୁ ଜଣେଇ ଦେବାକୁ ଚାହୁଁଛୁ, ଯଥାଶୀଘ୍ର ଗୋଟିଏ ମହାପ୍ରୟାଣ ଗାଡ଼ି ଗୁମାକୁ ଦିଆଯାଉ। କାରଣ ଆମେ ଜାଣିବାକୁ ପାରିଛୁ ଯେ ଗଜପତି ଜିଲ୍ଲାରେ କେବଳ 4ଟାରୁ 5ଟା ମାତ୍ର ମହାପ୍ରୟାଣ ଗାଡ଼ି ରହିଛି, କିନ୍ତୁ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହା ଉପଲବ୍ଧ ରହିବା ଆବଶ୍ୟକ। ଯଦି ସରକାର ନ କରନ୍ତି, ଆମେ ବ୍ଲକବାସୀଙ୍କୁ ଅନୁରୋଧ କରି ଆଗାମୀ ଦିନରେ ଆର ପ୍ରତିବାଦ ତୀବ୍ରରୁ ତୀବ୍ରତର ଭାବେ କରିବୁ ଏବଂ ରାଜରାସ୍ତାରେ ଓହ୍ଲାଇବୁ। ଯଦି ଏଥିରେ କୌଣସି ପ୍ରକାର ସମସ୍ୟା ହୁଏ, ସେଥିପାଇଁ ପ୍ରଶାସନ ହିଁ ଦାୟୀ।